ପ୍ରିୟ ଶ୍ରୋତାବନ୍ଧୁ, ଆମେ ଆମ ଜୀବନରେ ଏହିପରି ଅନେକ ଶବ୍ଦ ବ୍ୟବହାର କରିଥାଉ, କିନ୍ତୁ ତାର ପ୍ରକୃତ ମୂଲ୍ୟ କେବେ ବୁଝିନଥାଉ। ଆସନ୍ତୁ ଶୁଣିବା ଏହି ଶବ୍ଦ ଉପରେ ପର୍ଯ୍ୟବେସିତ ଏକ କ୍ଷୁଦ୍ର କାହାଣୀ। ଦିନେ ଟିସୁ ବିକ୍ରି କରୁଥିବା ଏକ ଛୋଟ ପିଲା ବିଳାସପୂର୍ଣ୍ଣ କାର୍ ନେଇ ଯାଉଥିବା ତାର ମାଲିକଙ୍କୁ ଏକ ଟିସୁ ପ୍ୟାକେଟ୍ କିଣିବାକୁ କହିଲା। ବ୍ୟକ୍ତି ଜଣଙ୍କ ପିଲାଟିର ସମସ୍ତ ଟିସୁ ନେଇ ତାକୁ 200 ଟଙ୍କା ଦେଇଥିଲେ। ପିଲାଟି 200 ଟଙ୍କାରେ ବହୁତ ଖୁସି ହୋଇ ସେହି ବ୍ୟକ୍ତିଙ୍କୁ ବହୁତ ଧନ୍ୟବାଦ ଜଣାଇଲା। ତାପରେ ସେ ଜୋତା ଦୋକାନକୁ ଯାଇ ଗୋଟେ ଭଲ ଜୋତାକୁ ବହୁତ ଦୁଃଖରେ ଦେଖିବାକୁ ଆରମ୍ଭ କଲା, କାରଣ ସେ ପୁରୁଣା ଜୋତା ପିନ୍ଧିଥିଲା, ଯାହା ବର୍ଷ ବର୍ଷ ଧରି ବଦଳି ନଥିଲା। ତେଣୁ ପିଲାଟି ନୂଆ ଜୋତା କିଣିବାକୁ ଚାହୁଁଥିଲେ ମଧ୍ୟ ଜୋତାର ମୂଲ୍ୟ ବହୁତ ମହଙ୍ଗା ଥିଲା, କାରଣ ଜୋତାର ମୂଲ୍ୟ 800 ଟଙ୍କାରୁ ଆରମ୍ଭ ହୋଇଥିଲା। ତା ପାଖରେ କେବଳ ମାତ୍ର 200 ଟଙ୍କା ଥିଲା। ସେହି ସମୟରେ ପିଲାଟିକୁ 200 ଟଙ୍କା ଦେଇଥିବା ଧନୀ ବ୍ୟକ୍ତି ଦୂରରୁ ତାଙ୍କୁ ଲକ୍ଷ୍ୟ କରୁଥିଲେ। କିଛି ସମୟ ପରେ ସେ ନିଜ କାରରୁ ଓହ୍ଲାଇ ଜୋତା ଦୋକାନରେ ପଶିଗଲେ ଏବଂ ପୁଣି କ'ଣ କିଣାକିଣି କରି ସେ ନିଜ କାରରେ ବସି ଚାଲିଗଲେ। କିଛି ସମୟ ପରେ ଦୋକାନର ମାଲିକ ବାହାରକୁ ଆସି ଦୋକାନର ଝରକା ଖୋଲିଲେ ଏବଂ ଗୋଟେ ଜୋତା ପାଇଁ କେବଳ 200 ଟଙ୍କା ଲେଖାଯାଇଥିଲା ଏକ କାଗଜ ରଖିଲେ। ଏହି ରିହାତି ଦେଖିବା ପରେ ପିଲାଟି ବହୁତ ଖୁସି ହୋଇଗଲା ଏବଂ ଅଫର ଶେଷ ହେବା ପୂର୍ବରୁ ଶୀଘ୍ର ନୂଆ ଜୋତା କିଣିବାକୁ ଦୋକାନ ଭିତରକୁ ପଶିଗଲା। ପିଲାଟି ସେହି ବ୍ରାଉନ୍ ଜୋତା ହିଁ ବାଛିଥିଲା, ଯାହାର ରିହାତି ପୂର୍ବରୁ ଦାମ 800 ଟଙ୍କା ଥିଲା। ପିଲାଟି ଜୋତାର ମୂଲ୍ୟ ଦେଇ ଜୋତାଟିକୁ କିଣି ଆଣିଲା। ଏହାକୁ ନେଇ ଏକ ବଡ଼ ଆନନ୍ଦ ଅନୁଭବ କରୁଥିଲା, ଯାହା ସେ ପୂର୍ବରୁ କେବେ ଅନୁଭବ କରିନଥିଲା। ପିଲାଟି ଦୋକାନରୁ ଦୂରେଇ ଯିବା ପରେ ଦୋକାନ ମାଲିକ ଏଥିରେ 800 ଟଙ୍କା ଲେଖା ଥିବା ସେ କାଗଜ ନେଇ ପୁରୁଣା ମୂଲ୍ୟ ସ୍ଥିର ରଖିଥିଲେ। ପ୍ରିୟ ପାଠକ, ଆପଣ କଳ୍ପନା କରିପାରିବେ କି ଦୋକାନ ମାଲିକ କାହିଁକି ଜୋତାର ମୂଲ୍ୟ କମ୍ କଲେ? ଏହା ପଛରେ କାହାର ହାତ ଅଛି? ଆପଣମାନେ ପ୍ରାୟ ସମସ୍ତେ ଜାଣିସାରିଥିବେ। କାହାଣୀଟି ଦାନ ନାମକ ଶବ୍ଦ ଉପରେ ପର୍ଯ୍ୟବେସିତ। ଦାନ, ଯେଉଁ ଦାନ କଲେ ଏକ ଅନ୍ତର୍ନିହିତ ଖୁସି ମିଳିଥାଏ, ତାହାକୁ ହିଁ ପ୍ରକୃତ ଦାନ କୁହାଯାଏ। କାହାଣୀଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ଧନ୍ୟବାଦ।